ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରର କବାଟ ସବୁଠାରୁ ସ୍ୱତନ୍ତ୍ର ଓ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ତେଣୁ ଏହି କବାଟ ସବୁବେଳେ ବଡ଼ ଏବଂ ଦୁଇ ପାଶ ଥିବା କବାଟ ରଖିବା ଆବଶ୍ୟକ। କାରଣ ମୁଖ୍ୟ ଦ୍ୱାର ଦେଇ ମାତା ଲକ୍ଷ୍ମୀ ସର୍ବଦା ଘର ମଧ୍ୟକୁ ପ୍ରବେଶ କରିଥାନ୍ତି। ଘରର ମହିଳାମାନେ ସକାଳୁ ଉଠି ଏହି ମୁଖ୍ୟ ଦ୍ୱାରର କବାଟ ଖୋଲିବା ମାତ୍ରେ କିଛି ବିଶେଷ କାମ କରିବା ଉଚିତ, ଯାହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରର ବାସ୍ତୁ ମଧ୍ୟ ସବୁବେଳେ ଠିକ୍ ରହେ। ସକାଳୁ ଉଠିଲା ମାତ୍ରେ ଘରର ମହିଳାମାନେ ଘରର ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ଅଳ୍ପ ଅଳ୍ପ ଜଳ ଢାଳିବା ଉଚିତ। ଗଙ୍ଗା ଜଳ ହେଲେ ତାହା ଅଧିକ ଉତ୍ତମ ହୋଇଥାଏ। ନଚେତ୍ ଆପଣ ପୂଜା କରିଥିବା ଲୋଟେଇରେ ସାଧାରଣ ଜଳ ରାତିରେ ଶୋଇବା ସମୟରେ ରଖିଦିଅନ୍ତୁ ଏବଂ ସକାଳେ ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ଢାଳି ଦିଅନ୍ତୁ। ଏହାଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇବ ଏବଂ ଆର୍ଥିକ ପରିସ୍ଥିତି ମଧ୍ୟ ସୁଧାର ଆସିବ। ଶନିବାର ଏବଂ ରବିବାର ସକାଳୁ ଉଠିଲା ପରେ ଘର ବରଣ୍ଡାରେ କିମ୍ବା ସାମ୍ନାରେ ଏକ ବାଲ୍ଟି କିମ୍ବା ଗୋଟିଏ ମଗ ପାଣି ଢାଳି ତାହାକୁ ଝାଡ଼ୁ କରନ୍ତୁ। ଏହାଦ୍ୱାରା ଯଦି ଆପଣଙ୍କ ଉପରେ କେହି ଯାଦୁ କରିଥିବ ତେବେ ତାହା ଓଲଟା ସେହି ବ୍ୟକ୍ତି ପାଖକୁ ଚାଲିଯିବ। ଘର ପୋଛିବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ପୋଛା ମାରିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ। କିନ୍ତୁ ମନେ ରଖନ୍ତୁ, ଗୁରୁବାର ଦିନ ପୋଛା ମାରନ୍ତୁ ନାହିଁ। ନଚେତ୍ ପାଣିରେ ଲୁଣ ସହିତ ଅଳ୍ପ ହଳଦୀ ମିଶାଇ ମଧ୍ୟ ପୋଛା ମାରିପାରିବେ। ଏହାଦ୍ୱାରା ବୃହସ୍ପତି ମଜବୁତ ହେବା ସହିତ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଘରର ମୁଖ୍ୟ ଦ୍ୱାରରେ ସୋମବାର ଦିନ ଆମ୍ବ ପତ୍ରର ବନ୍ଧନ ବାର ଲଗାନ୍ତୁ। ଏହାଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ। ଏହାକୁ ପ୍ରତ୍ୟେକ ସୋମବାର ବଦଳାଇ ଦିଅନ୍ତୁ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି। ଏହା ବ୍ୟତୀତ ଗୁରୁବାର ଦିନ ଅଶୋକ ପତ୍ରର ବନ୍ଧନ ବାର ଲଗାଇବା ଦ୍ୱାରା ମୁଖ୍ୟ ଦ୍ୱାରରେ ଆର୍ଥିକ ସମସ୍ୟାର ମୁକ୍ତି ଲଗାନ୍ତୁ। କିନ୍ତୁ ମନେ ରଖନ୍ତୁ, ଯେପରି ଗଣେଶଙ୍କ ମୁହଁ ଘରର ଭିତରକୁ ରହେ, କାରଣ ଗଣେଶଙ୍କ ପିଠିରେ ଦାରିଦ୍ରତାର ବାସ ହୋଇଥାଏ। ତେଣୁ ଘରର ମୁଖ୍ୟ ଦ୍ୱାରରେ ଭିତର ପଟେ କିମ୍ବା ଉପରକୁ ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ। ଘରେ ଏଣେ ତେଣେ ଦେବାଦେବୀଙ୍କ ଫଟୋ ଟାଙ୍ଗିବା ଉଚିତ ନୁହଁ, ବରଂ ଏକ ସ୍ୱତନ୍ତ୍ର ପୂଜାଘର ତିଆରି କରି ସେହିଠାରେ ସବୁ ଦେବାଦେବୀଙ୍କ ମୂର୍ତ୍ତି ବା ଫଟୋ ସ୍ଥାପନ କରିବା ଉଚିତ। ଏହା ବ୍ୟତୀତ ଘରେ ଝରଣା ଥିବା ଫଟୋ ଲଗାନ୍ତୁ ନାହିଁ, ନଚେତ୍ ଟଙ୍କା ମଧ୍ୟ ଝରଣା ଭଳି ବହିଯିବ। ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ସ୍ୱାସ୍ତିକ ଚିହ୍ନ ତିଆରି କରନ୍ତୁ। ଆପଣ ସୋରିଷ ତେଲରେ କିମ୍ବା ଘିଅରେ ସିନ୍ଦୁର ମିଶାଇ ଏହି ଚିହ୍ନ ଆଙ୍କିପାରିବେ। ଏହାପରେ ଚାଉଳ ଗୁଣ୍ଡରେ ହଳଦୀ ମିଶାଇ ମୁଖ୍ୟ ଦ୍ୱାରର ମଝି ମଝି ଓମ୍ ଲେଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ। ଘରର ମୁଖ୍ୟ ଦ୍ୱାର ପାଖରେ ସ୍ଥାନ ଥିଲେ ତୁଳସୀ ଗଛ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ପରିବାରରେ କୌଣସି ଲୋକ ରୋଗରେ ପଡ଼ିବେ ନାହିଁ। ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ପରିଷ୍କାର ରଖନ୍ତୁ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଆମ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।